ଅଟୋରେ ସ୍କୁଲକୁ ଯିବେନି ପିଲା। ସ୍କୁଲ ପିଲାଙ୍କ ପାଇଁ ଏପରି ନୂଆ ନିୟମ ଆଣିଛନ୍ତି ବିହାର ସରକାର। ତେବେ ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିହାର ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ଏହି ନୂଆ ନିୟମ କରାଯାଇଛି, ଯାହାକି ଅଟୋ କିମ୍ବା ଇଲେକ୍ଟ୍ରିକ୍ ଅଟୋ ଓ ଟୋଟୋରେ ପିଲାମାନେ ଆଉ ସ୍କୁଲକୁ ଯାଇପାରିବେ ନାହିଁ। ସେପଟେ ବିଭିନ୍ନ ସମୟରେ ଦେଖାଯାଏ ଯେ ଅଟୋ ଏବଂ ଟୋଟୋରେ ପିଲାଙ୍କୁ ଅସୁରକ୍ଷିତ ଭାବେ ସ୍କୁଲକୁ ନିଆଯାଉଥାଏ। ଏଥିସହିତ କ୍ଷମତାଠାରୁ ଅଧିକ ପିଲାଙ୍କୁ ବସାଇ ସ୍କୁଲ ନେଇଥାନ୍ତି ଗାଡ଼ି ଚାଳକ। ଆଉ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ପିଲା ମୃତାହତ ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସେ। ତେଣୁ ଏଥିପାଇଁ କଟକଣା ନିହାତି ଜରୁରୀ ବୋଲି ବିହାର ପରିବହନ ବିଭାଗ ପ୍ରକାଶ କରି ଆସନ୍ତା ବର୍ଷ ଏପ୍ରିଲ ମାସରୁ ସାରା ରାଜ୍ୟରେ କଡ଼ାକଡ଼ି ଭାବେ ନୂଆ ନିୟମ ଲାଗୁ କରିବ। ଯେଉଁ ନିୟମ ଅନୁସାରେ ଅଟୋରେ ଆଉ ପିଲାମାନେ ସ୍କୁଲକୁ ଯାଇପାରିବେ ନାହିଁ ବୋଲି କୁହାଯାଉଛି।